ବାପା ଲାଷ୍ଟ କହିଥିଲେ ଯେ ମୋ ଦେହ ଭଲ ଲାଗୁଛି, ମୁଁ ଯାତ୍ରା କରିବାକୁ ଯାଉଛି। ବାପା ଆମର 10 ବର୍ଷ ବୟସରୁ ଯାଇଛନ୍ତି। ଗୋଟେ ପୁଅ ଯେତେବେଳେ ତା ବାପାର ମାନେ ମୃତଦେହକୁ ମାନେ 325 କିଲୋମିଟର ଦୂରରୁ ଘର ବିଶ୍ୱଜିତ ଦାସ। ଆଜ୍ଞା। ପଚାରିବା କଥା ନୁହଁ ଭାଇ, ତଥାପି ପଚାରୁଛୁ ଯେହେତୁ ସେ ଗୋଟେ କଳାକାର ଥିଲେ। କହିବାକୁ ଚାହିଁବେ ବାପାଙ୍କର ଏଭଳିଆ ଗୋଟେ ଦୁଃଖଦ ଖବର କେତେ ଭାଙ୍ଗି ପଡ଼ିଛନ୍ତି, କେତେ ତାଙ୍କ ଅନୁପସ୍ଥିତିକୁ ଆଜି ଭାବୁଛନ୍ତି କି ବାପା ନଥିଲେ କେତେ ଅସୁବିଧା ହୁଏ। ଗୋଟେ ପୁଅ ଯେତେବେଳେ ତା ବାପାର ମାନେ ମୃତଦେହକୁ ମାନେ 325 କିଲୋମିଟର ଦୂରରୁ ଘର ଯାଏ ଆଣିକି ଆସିଥିବ, ତାପରେ ଜାଣିଥିବେ ମାନେ ପୁଅର ଅବସ୍ଥା କ'ଣ ଥିବ। ବାପା ଲାଷ୍ଟ କହିଥିଲେ ଯେ ମୋ ଦେହ ଭଲ ଲାଗୁଛି, ମୁଁ ଯାତ୍ରା କରିବାକୁ ଯାଉଛି। ତାପରେ ଆଜ୍ଞା ଆଜ୍ଞା ସିଏ ବି କହିଥିଲେ ଆସିକି ଘରେ ଆସି ରହିବି ବୋଲି। ତାପରେ ତ ଘଟିଗଲା। ଆଜମା ଟିକେ ଥିଲା। ଆଜ୍ଞା। କହିବେ ବାପାଙ୍କର ଅନୁପସ୍ଥିତି ଗୋଟେ ଘର ପାଇଁ, ଗୋଟେ ପରିବାର, ଗୋଟେ ପୁଅ ପାଇଁ ଗୋଟେ ମେରୁଦଣ୍ଡ ଭାଙ୍ଗିଗଲେ ଯୋଉ କଷ୍ଟ। ଏବେ ତ ମୁଁ ମାନେ କିଛି ଭାବି ବି ପାରୁନି କ'ଣ ମାନେ ଆଗକୁ କ'ଣ କରିବୁ, କ'ଣ ଆମେ ତ କିଛି ଜାଣିନଥିଲୁ ନା। ଆଜ୍ଞା। ଆଜ୍ଞା ଚୁପ୍ ହେଇଯାଇଛନ୍ତି। ଆଉ ତାଙ୍କର ବି ରୋଗ ବି ଡାଇବେଟିସ୍ ବି ଅଛି, ବହୁତ ବି ଭାଙ୍ଗି ପଡ଼ିଛନ୍ତି। କାହିଁକିନା ସେ ଘରର ସବୁ କିଛି ଥିଲେ। ବାପା ଗଲା ପରେ ବି ପୁରା ଦାୟିତ୍ୱ ଆପଣଙ୍କର ଭାଇଙ୍କ ଉପରେ, ଆପଣଙ୍କ ଉପରେ। ଆଜ୍ଞା। ମାଆଙ୍କୁ ସମ୍ଭାଳିବା ଦାୟିତ୍ୱ ପୁରା ପରିବାର ଦାୟିତ୍ୱ। ଆଜ୍ଞା। କେମିତି ଲାଗୁଛି ବାପାଙ୍କୁ ସେଇ ଖୋଜୁଛନ୍ତି ସେଇ ସମୟରେ? ନିଶ୍ଚିନ୍ତ ଭାବେ ବାପାଙ୍କୁ ତ ସବୁବେଳେ, କାହିଁକିନା ସେ ଯେହେତୁ ଯାତ୍ରାରେ ସବୁବେଳେ ଥିଲେ ନା, ମାନେ ପରିବାରରେ କେତେବେଳେ ନଥିଲେ, କେତେବେଳେ 4 ଦିନ 5 ଦିନ ଛୁଟି ମିଳିବ ପଳେଇ ଆସନ୍ତି। ଆଉ ଆଶା ଥିଲା କି ଆଉ କିଛି ଦିନ ଆମ ସାଙ୍ଗରେ ରହିକି ଯାତ୍ରା ଛାଡ଼ିକି ରହିଥାନ୍ତି, କିନ୍ତୁ ବାପା ଆମର 10 ବର୍ଷ ବୟସରୁ ଯାଇଛନ୍ତି। ଆଜ୍ଞା ମୁଁ ବିଶେଷ ଯାଏନି, ମୁଁ ୟୁଟ୍ୟୁବରେ ଦେଖେ। ଭାଇନା ଆମର ସିଏ ସବୁବେଳେ ଯାଆନ୍ତି ଦେଖିବାକୁ। କ'ଣ କହିବି, କଳା ପାଇଁ ଜୀବନ ଦେଇଦେଲେ। ଗୋଟେ କଳାକାର ଜୀବନ ବହୁତ କଷ୍ଟ। ସେ ବି କହିଥିଲେ ମୋର କେହି କିଛି କରିବାକୁ ପଡ଼ିବନି, ମୁଁ ସେଇ ଯାତ୍ରାରେ ଚାଲିଛି, ସେ ଚାଲି ବି ଗଲେ।